ବୃହସ୍ପତିଙ୍କର ଅତିଚାର ଗତି ଓ ତୁଳା ରାଶି ଉପରେ ଏହାର ପ୍ରଭାବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ସବୁଠାରୁ ଶୁଭଗ୍ରହ ଦେବଗୁରୁ ବୃହସ୍ପତି ଯେତେବେଳେ ନିଜର ସ୍ୱାଭାବିକ ଗତିଠାରୁ ଅଧିକ ବେଗରେ ଗତି କରିଥାନ୍ତି, ସେତେବେଳେ ବୃହସ୍ପତିଙ୍କର ଏହି ଗତିକୁ ଅତିଚାର ଗତି କୁହାଯାଇଥାଏ। ଆସନ୍ତା ଅକ୍ଟୋବର ମାସ 18 ତାରିଖ ଦିନ ଏହି ଅତିଚାର ଗତିରେ ବା ବହୁତ ଦ୍ରୁତ ଗତିରେ ବୃହସ୍ପତି ମିଥୁନ ରାଶିରୁ ବାହାରି ନିଜର ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। କର୍କଟ ରାଶି ବୃହସ୍ପତିଙ୍କର ଉଚ୍ଚ ରାଶି ହୋଇଥିବାରୁ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ଏହି ସମୟରେ କର୍କଟ ରାଶିରେ ମହା ଆନନ୍ଦରେ ଅବସ୍ଥାନ କରିବେ। ପ୍ରାୟ 49 ଦିନ କର୍କଟ ରାଶିରେ ରହଣି କଲା ପରେ ବୃହସ୍ପତି ପୁନଶ୍ଚ ସେହି ଅତିଚାର ଗତିରେ ବକ୍ରି ଅବସ୍ଥାରେ ମିଥୁନ ରାଶିକୁ ପ୍ରତ୍ୟାବର୍ତ୍ତନ କରିବେ। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ମହାଗ୍ରହଙ୍କୁ ଧର୍ମ, ଜ୍ଞାନ, ଉଚ୍ଚଶିକ୍ଷା, ବିବାହ, ସନ୍ତାନ, ଧନ ଏବଂ ସମୃଦ୍ଧିକାରକ ଗ୍ରହ ରୂପେ ବର୍ଣ୍ଣନା କରାଯାଇଥିବା ବେଳେ ବୃହସ୍ପତି ମହାଗ୍ରହଙ୍କର ରାଶି ପରିବର୍ତ୍ତନ ଦେଶ ଦୁନିଆ ସହିତ ସମଗ୍ର ଦ୍ୱାଦଶ ରାଶିଚକ୍ର ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହି କ୍ରମରେ ଆଜି ଜାଣିବା, ଆସନ୍ତା ଅକ୍ଟୋବର ମାସ 18 ତାରିଖରେ ବୃହସ୍ପତି ମହାଗ୍ରହଙ୍କର ରାଶି ପରିବର୍ତ୍ତନ ତୁଳା ରାଶି ଉପରେ କ'ଣ ପ୍ରଭାବ ପକାଇବାକୁ ଯାଉଛି। ତୁଳା ରାଶି ପାଇଁ ବୃହସ୍ପତି ଦ୍ୱିତୀୟ ଧନୁ ରାଶିର ବଚନ, କୁଟୁମ୍ବ ଓ ଧନଭାବର ଅଧିପତି ଏବଂ ପଞ୍ଚମ ମୀନ ରାଶି ଅର୍ଥ, ସମ୍ମାନ ଓ ସନ୍ତାନ ଭାବର ଅଧିପତି ହୋଇଥାନ୍ତି। ଅକ୍ଟୋବର ମାସ 18 ତାରିଖ ଠାରୁ ବୃହସ୍ପତି ତୁଳା ରାଶିର ଦଶମ ଭାବ ନିଜ ଉଚ୍ଚ ରାଶି କର୍କଟ ରାଶିରେ ଅବସ୍ଥାନ କରିବା ସମୟରେ ତୁଳା ରାଶିଜାତ ବ୍ୟକ୍ତିଙ୍କୁ ପ୍ରଚୁର ଧନସମ୍ପତ୍ତି ପ୍ରଦାନ କରିବେ। ନିଜର କଥା ବା ବାଣୀ ଦ୍ୱାରା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବା ସହିତ ଆପଣଙ୍କ ଉପଦେଶାତ୍ମକ ବାଣୀ ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହେବ। ସମୟରେ ଜନସାଧାରଣ ଆପଣଙ୍କୁ ପ୍ରବଚନ ଦେବା ପାଇଁ ଆମନ୍ତ୍ରଣ ଦେଇପାରନ୍ତି। ପାରିବାରିକ ସୌଖ୍ୟ ମିଳିବ। ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିବ। ସନ୍ତାନଙ୍କ କୃତିତ୍ୱରେ ନିଜକୁ ଗୌରବାନ୍ୱିତ ମନେ କରିବେ। ଆସନ୍ନ ସନ୍ତାନ ସମ୍ଭବା ପୁତ୍ର ସନ୍ତାନ ଜନ୍ମ ଦେବାର ବହୁତ ସମ୍ଭାବନା ରହିଅଛି। ନିଜ ବୁଦ୍ଧି ବଳରୁ ବ୍ୟବସାୟିକ ସାମ୍ରାଜ୍ୟର ବିସ୍ତାର କରିପାରିବେ ତଥା ବାଣିଜ୍ୟ ବ୍ୟବସାୟ କରୁଥିଲେ ସେହିସବୁ କ୍ଷେତ୍ରରୁ ଆଶାତୀତ ଆୟ ମଧ୍ୟ ହେବ। ପ୍ରେମ ଭାବର ଅଧିପତି ବୃହସ୍ପତି ଉଚ୍ଚ ଭାବରେ ଅବସ୍ଥାନ କରିଥିବାରୁ ଏହି ସମୟରେ ବ୍ରେକଅପ୍ ହୋଇଯାଇଥିବା ସମ୍ପର୍କଟି ପୁଣି ପୁନର୍ଜୀବିତ ହୋଇଉଠିବ। ଲଭ୍ ଲାଇଫରେ ଶାଳୀନତା ତଥା ସାତ୍ତ୍ୱିକ ଭାବର ପରିପ୍ରକାଶ ଘଟିବ। ପାର୍ଟନରଙ୍କ ସହିତ ରୋମାଣ୍ଟିଜିମ୍ ଭିତରେ ସମୟ ଅତିବାହିତ ହେବ। ତୁଳା ରାଶିର ଦଶମ ଭାବରେ ବିରାଜିତ ଉଚ୍ଚସ୍ଥ ବୃହସ୍ପତି କର୍ମକ୍ଷେତ୍ରରେ ସୁନାମ ପ୍ରଦାନ କରିବେ। ମେଡିକାଲ ସାଇନ୍ସ ଓ ଆଡଭୋକେସି ସେକ୍ଟରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ସେହିସବୁ କ୍ଷେତ୍ରରୁ ବିଶେଷ କୃତିତ୍ୱ ଅର୍ଜନ କରିବାର ସୁଯୋଗ ପାଇବେ। ଚାକିରି କରୁଥିଲେ ପ୍ରମୋସନ ତଥା ଇନକ୍ରିମେଣ୍ଟ ପାଇବାର ଯୋଗ ଦେଖାଯାଏ। କର୍ମକ୍ଷେତ୍ରରେ ସମସ୍ତଙ୍କର ପ୍ରଶଂସା ଭାଜନ ହେବେ। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିବେ। ରାଜନୀତି କ୍ଷେତ୍ରରେ ଥିଲେ
ପଦପଦବୀ ପାଇବାର ବହୁତ ସମ୍ଭାବନା ରହିଅଛି। ଏ ତ ଗଲା ତୁଳା ରାଶି ପାଇଁ ଅତିଚାରୀ ବୃହସ୍ପତିଙ୍କର କର୍କଟ ରାଶିରେ ଅବସ୍ଥାନ କରିବାର ଜ୍ୟୋତିଷୀୟ ଫଳାଫଳ। ତୁଳା ରାଶିଜାତ ବ୍ୟକ୍ତି ଅତିଚାରୀ ବୃହସ୍ପତିଙ୍କ ପ୍ରଦତ୍ତ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।